ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଏକାଦଶୀରେ କେମିତି ସୁଜି କ୍ଷୀରିଟି ବନାଏ ତାର ଭିଡ଼ିଓ ବନେଇଥିଲି। ଦଉ ଟିକେ ଲେଟ୍ ହେଇଗଲା। ତାହେଲେ ଚାଲନ୍ତୁ ଯିବା ଆଜି ଦେଖିବା। ମୁଁ ପ୍ରଥମେ ଗ୍ୟାସ୍ ଦେହରେ କଢ଼େଇ ଗୋଟେ ବସେଇ ଘିଅ ନ ଦେଇକିରି ସୁଜିଟିକୁ ଭାଜିଲି। ଘିଅ ମୁଁ ଦେଇନି, ଖାଲି ସେମିତି ଭାଜିଦେଲି। ସୁଜିଟି ଭାଜି ହେଇସାରିଲା ପରେ ଡେକ୍ଚି ଗୋଟେ ବସେଇ ତା ଦେହରେ ଘିଅ ଟିକେ ଦେଇ ତେଜପତ୍ର, ଗୋଲମରିଚ, ଅଳେଇଚ, କାଜୁକୁ ଭାଜିଲି। କାଜୁଟି ଭାଜି ହେଇସାରିଲା ପରେ ଦେଇଦେଲି ନଡ଼ିଆ କୁରକୁ। ନଡ଼ିଆ କୁରଟି ବି ଭାଜି ହେଇସାରିଲା ପରେ ପକେଇଦେଲି ପାଣି। ପାଣି ମୁଁ ଦେଖିକି ନେଇଗଲି ସୁଜି ପାଇଁ। ତାପରେ ଦେଇଦେଲି ତା ଦେହରେ ସଇନ୍ଧବ ଲୁଣ ଆଉ ଚିନି। ସଇନ୍ଧବ ଲୁଣ ଚିନି ଆମେ ସ୍ୱାଦ ଅନୁଯାୟୀ ଦେଇଦେବା। ଦେଇ ସାରିଲା ପରେ ପାଣିଟି ଫୁଟି ସାରିଲା ପରେ ସୁଜିଟିକୁ ଘାଣ୍ଟିଦେବା। ସୁଜିଟିକୁ ଆମେ ବେଶୀ ସୁଜି ନେବାନି, ଦେଖିକିରି ଆମେ ଘାଣ୍ଟିବା, ପତଳା ଦେଖିକିରି। ତାପରେ ତା ଦେହରେ ଦେଇଦେଲି କିଛି କ୍ଷୀର ଦେହରେ ମିଲ୍କ ପାଉଡର ଟିକେ ଘାଣ୍ଟିକି ରଖିଥିଲି, ତାକୁ ଦେଇଦେଲି। ତାପରେ ଅଳେଇଚ ଗୁଣ୍ଡ ଟିକେ ଦେଇଦେଲି। ତାପରେ ଭଲ ଭାବେ ଘଣ୍ଟା ଘଣ୍ଟି କରି ଓହ୍ଲାଇଦେଲି। ହେଇସାରିଲା ପରେ ନେଇକି ଠାକୁରଙ୍କ ପାଖରେ ଭୋଗ ଲଗେଇଥିଲି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି।